ପିଲାମାନେ ତୁମମାନଙ୍କୁ ଆମ ଚ୍ୟାନେଲ ଓଡ଼ିଆ ମିଡ଼ିୟମ ଷ୍ଟୋରି କି ସ୍ୱାଗତ। ଆଜି ମୁଁ ତୁମମାନଙ୍କ ପାଇଁ ନେଇ ଆସିଛି ତୃତୀୟ ଶ୍ରେଣୀ ସାହିତ୍ୟ ବହିର ପ୍ରଥମ ବିଷୟ ସେଇ ମୋ ପ୍ରିୟ ଜନ୍ମଭୂମି ବିଷୟର ସମସ୍ତ ପ୍ରଶ୍ନ ଏବଂ ଉତ୍ତର। ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଯଦି ଆମକୁ ସବସ୍କ୍ରାଇବ୍ କରିନାହ କିମ୍ବା ଚ୍ୟାନେଲ ନୂଆ ତାହେଲେ ସଙ୍ଗେ ସଙ୍ଗେ ସବସ୍କ୍ରାଇବ୍ କରିନିଅ। ଆଉ ଡେରି ନ ଆରମ୍ଭ କରିବା ପ୍ରଥମ ବିଷୟର ପ୍ରଶ୍ନ ଉତ୍ତର। ପିଲାମାନେ ତୁମମାନେ ଏ ବିଷୟରେ ଭଲ ଭାବେ ମୁଖସ୍ଥ କରିନେଇ ମନରେ ରଖିଥିବ, ମୁଖସ୍ଥ କରିନେଇଥିବ। ପ୍ରଶ୍ନ ଉତ୍ତର କଲାବେଳେ ଏହା ବହୁତ କାମରେ ଆସିବ। ବାରମ୍ବାର ପଢ଼ିବ ଏବଂ ଗାଇବ ମଧ୍ୟ। ଅଭ୍ୟାସର 1 ନମ୍ବର, ଆସ ଆମେ ଜାଣିବା ଆମ ମାଟି ମାର କଥା। କ, ଆମ ଦେଶର ନାମ କ'ଣ? ଦେଖ ପିଲାମାନେ ସାଇଡ଼ରେ ପେନସିଲରେ ଲେଖିବ, କିନ୍ତୁ ଖାତାରେ ଲେଖିଲେ ଏଇଭଳି ଲେଖିବ। ଦେଖ, ପ୍ରଥମେ ବିଷୟ ନା ଲେଖିବ ଉପରେ, ପ୍ରଶ୍ନ ଗୋଟିଏ କଲର ରେଡ୍ ନାଲି ନହେଲେ ମଧ୍ୟ ଅନ୍ୟ କାଳି ଲେଖିବ, ଉତ୍ତର ଆଉ ଗୋଟେ କାଳି ଲେଖିବ, କାରଣ ପଢ଼ିବାକୁ ଏବଂ ମନେ ରଖିବା ପାଇଁ ସୁବିଧା ହେବ। ପ୍ରଶ୍ନ ଲେଖିଦେଲେ ଆମ ଦେଶର ନାମ କ'ଣ? ଉତ୍ତର, ଆମ ଦେଶର ନାମ ଭାରତ ବର୍ଷ। କେବଳ ଭାରତ ଲେଖିଲେ ଚଳିବ, ଭାରତ ବର୍ଷ ହିଁ ଠିକ୍ ସଠିକ ପୂର୍ଣ୍ଣଚ୍ଛେଦ ଦେବ। ପ୍ରଶ୍ନ ଲେଖିଲା ବେଳେ ଏଇଟା କହନ୍ତି ପ୍ରଶ୍ନବାଚକ ଚିହ୍ନ। କ'ଣ କୁହନ୍ତି? ଏମିତି ପ୍ରଶ୍ନବାଚକ ଚିହ୍ନ ଦେବ। ଖ ନମ୍ବର, ଆମ ଜନ୍ମଭୂମିର ନାମ କ'ଣ? ପ୍ରଶ୍ନ ପଚାରିଛି। ଉତ୍ତର, ଆମ ଜନ୍ମଭୂମିର ନାମ ଭାରତ ବର୍ଷ। ଓଡ଼ିଶା ଲେଖିଲେ ମଧ୍ୟ ଚଳିବ, ଓଡ଼ିଶା ଲେଖିଲେ ବି ଚଳିବ, ଭାରତ ବର୍ଷ। ଗ ନମ୍ବର, ଜନ୍ମଭୂମିର ପାଦ କିଏ ଧୋଇଦିଏ? ଉତ୍ତର, ନୀଳ ସାଗରର, ସାଗର ଅର୍ଥ ସମୁଦ୍ର, ନୀଳ ସାଗରର ଲହରୀମାଳା ଜନ୍ମଭୂମିର ପାଦ ଧୋଇଦିଏ। ଯେଉଁ ଲହରୀ ଆସେ କୂଳରେ ଆସିକି ବାଡ଼େ ହୁଏ, ସେଇଆ କଣ ଆମ ଜନ୍ମଭୂମି କି ଆମ ଭାରତ ବର୍ଷ, ସେ ଭାରତ ବର୍ଷର ପାଦକୁ ନୀଳ ସାଗର ଧୋଇଦିଏ। ସାଗର ଅର୍ଥ ସମୁଦ୍ର। ଘ ନମ୍ବର, କେଉଁମାନେ ଆମର ଭଉଣୀ ଭାଇ? କେଉଁମାନେ? ନା ଆମ ଦେଶର ସହର ଓ ଗାଁରେ, ସହର ହେଉ କିମ୍ବା ଯେଉଁମାନେ ପିଲାମାନେ ସହରରେ ରହୁଛ ସହର, ଗାଁରେ ଆମେ ଯେଉଁମାନଙ୍କ ସାଙ୍ଗରେ ମିଶି ଖେଳୁ ବୁଲୁ ସେମାନେ ଆମର ଭଉଣୀ ଭାଇ। ବୁଝିପାରିଲ? ଯାହା ସହିତ ଆମେ ଖେଳିବୁ ବୁଲିବୁ ମଜା କରିବୁ ସେଇମାନେ ଆମର ଭାଇ ଏବଂ ଭଉଣୀ। ମ ନମ୍ବର, ଆମେ ଜନ୍ମଭୂମିର ନାମ କିପରି ରଖିବା? ଏଇଟା ଭେରି ଇମ୍ପୋର୍ଟାଣ୍ଟ, ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚେନ୍, ପରୀକ୍ଷାରେ ପ୍ରାୟ ଆସେ। ତମେ ଏଇ ଦେଖ ଗାର ଦେଇକି ଷ୍ଟେପ୍ ଗୋଟେ ଧାଡ଼ି କରି ଲେଖିବ, ଭଲ ମାର୍କ ମିଳିବ। ପ୍ରଥମେ ଲେଖିବା ଆମେ ଆମ ଜନ୍ମଭୂମିର ସୁଖ ଓ ଉନ୍ନତି କାମନା କରିବା, ପୂର୍ଣ୍ଣଚ୍ଛେଦ। ସେକେଣ୍ଡ ପଏଣ୍ଟ, ଖାଲି ଗାର ଦେଲେ ଚଳିବ ବି ତୀର ଚିହ୍ନ ଦେଲେ ବି ଚଳିବ। ତାର ଗୌରବ ରକ୍ଷା, ତାର ଅର୍ଥ ଜନ୍ମଭୂମିର, ତାର ଗୌରବ ରକ୍ଷା କରିବା। ଆବଶ୍ୟକ ହେଲେ ଜୀବନ ଦେଇ ତାର ମାନ ଓ ନାମ ରଖିବା। ମାନ ମହତ୍ଵଟା କ'ଣ? ମାନ ଏବଂ ନାମ ରଖିବା। ଏଇଭଳି 3ଟା ଧାଡ଼ି କରିକି ଆମେ ଲେଖିଲେ ଭଲ ମାର୍କ ପାଇବା। ବର୍ତ୍ତମାନ 1 ନମ୍ବର ସରିଗଲା। 2 ନମ୍ବର, ସାଗରେ ନୀଳ ଲହରୀମାଳ ନାଚି ନାଚି ତା ଚରଣ ଧୁଏ। ଚରଣ ଅର୍ଥ ପାଦ। ଖେଳି ଖେଳିକା ଝରଣା କେତେ ସରାଗେ ତାର ଦେହଟି ଛୁଏ। ଏହି ପଦରେ ଥିବା ସାଗର ଓ ନୀଳ ଲହରୀର ଚିତ୍ର ମାନଚିତ୍ର ଲେଖ। ଏ ସାଗର ଏବଂ ଲହରୀ, ସାଗର କରି ଦେଖ ଆମର ଭାରତ ମାନେ ଯେଉଁ ରହୁଛି ଭାରତ ଜନ୍ମଭୂମି, ତାର 3 ପଟରେ ଏପଟ ସାଗର ରହିଛି। ଏପଟରେ ରହୁଛି ଆମର ବଙ୍ଗୋପସାଗର, ତଳେ ରହୁଛି ଆମର ଭାରତ ମହାସାଗର, ଏପଟେ ରହୁଛି ଆରବ ସାଗର। ଏଇଟା କହନ୍ତି ପୂର୍ବ ପଟ, ଏଇଟା ପଶ୍ଚିମ ପଟ, ଏଇଟା ଉପରଟା କହନ୍ତି ଉତ୍ତର, ଏଇଟା କହନ୍ତି ଦକ୍ଷିଣ। ପୂର୍ବରେ ବଙ୍ଗୋପସାଗର, ଏ ସାଗର ତକ ଲହରୀ ସବୁ ଆମେ କ'ଣ କରିବା ନା ସବୁ କରିବା। ଏମିତି କରିଦେଲେ ବି ଚଳିବ। ଦେଖ ଲହରୀ ଆମେ କରିଦେଇପାରିବା, ଏମିତି କରିଦେଇପାରିବ। ତମେ ମାନେ ଖାତାରେ ଚିତ୍ର କରିପାରିବ, ନହେଲେ ବହିରେ ମଧ୍ୟ କରିପାରିବ। ତ 3 ନମ୍ବର, ଗହନ ବନ ଶ୍ୟାମଳ ତରୁ ଗହଳ ଲତା ଦେହେ ତା ଶୋଏ, ଡାଳରୁ ଡାଳେ ବିହଙ୍ଗ ଉଡ଼ି ମଧୁର ଗାନେ ପରାଣ ମୁହେ। ଏହି ପଦଟିରେ ଯାହା କୁହାଯାଇଛି ତାକୁ ନେଇ ଚିତ୍ରଟି ଆଙ୍କିବ। ଦେଖ ମୁଁ ଡଟ୍ରେ ଆଙ୍କି ଦେଉଛି, ତୁମମାନେ ପେନସିଲରେ ଆଙ୍କିବ। କାହିଁକି ପେନସିଲରେ ଭଲ ଦେଖାଯିବନି ବୋଲିକି ମୁଁ ଡଟ୍ରେ ପ୍ରଥମେ ପାହାଡ଼ କରିଦେଲି, ତାପରେ ଗଛ କରିବ। ଦେଖ ଏମିତି ଗଛ ବହୁତ ସୁବିଧା ଉପରେ ମୁଁ କରିଦେଉଛି। ଦେଖ ଏଇଭଳି ସମସ୍ତେ ଗଛ କରିପାରିବ। ଏମିତି କରିଦେବ, ଏମିତି କରିଦେବ, ଏ ଭି ଭଳିଆ କରିଦେଇକି ଏମିତି କରିକି ଏମିତି କରିଦେବ। ଏ ଆମର ରହୁଛି ଗଛ।
ए भी भाया सब कर दे एमती करदेले जो गछ गछ ହେଇଗଲା ଏ ବହୁତ ବହୁତ ସାରା ଜଙ୍ଗଲ ଗଛ କରି ପାରିବ। ଏବେ ପଚାରିଛି କ'ଣ ଆମର ଡାଳର ବିହଙ୍ଗ ବିହଙ୍ଗ ଅର୍ଥ ଚଢ଼େଇ ଚଢ଼େଇ ତୁମେ କ'ଣ କରିବ ଏମିତି 3 ଭଳିଆ ଏମିତି କରିପାରିବ କିମ୍ବା ଏମିତି କରିପାରିବ। ଦେଖ ଏଟା ଏମିତି କରିଦେବ ଏଟା ଗୋଟେ ପର କରିଦେବ এইଭଳି କରିଦେବ এইଭଳି ଏମିତି କରିଦେବ ଏଠି ଥଣ୍ଟ କରିଦେବ ଏଟା ଏମିତି କରିଦେଇକି କରିଦେବ ଏଠି ପର କରିଦେବ ଆମର ହେଇଗଲା ଚଢ଼େଇ। ବର୍ତ୍ତମାନ 3 ନମ୍ବର ସରିଗଲା 4 ନମ୍ବର ଜନନୀ ପରି ପାଳୁଛି ଯିଏ ସେହି ତ ମୋର ଜନ୍ମଭୂମି। এই ପଦଟିକୁ ପଢ଼ି ଯିଏ ଏବଂ ସେହି ତ କାହା ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି ସେ 3ଟି ବାକ୍ୟରେ ପ୍ରୟୋଗ ଅର୍ଥ ଲେଖାଯାଇଛି ସେ 3ଟି ବାକ୍ୟରେ ଲେଖ କାହା ପାଇଁ ଲେଖାଯାଇଛି ମୁଁ ତ ଏଇଠି ଲେଖିଛି ଯିଏ ଏବଂ ସେହି ତ ଶବ୍ଦ 2ଟି ଜନ୍ମଭୂମି ଭାରତବର୍ଷ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି। ଯିଏ ଏବଂ ସେହି ତ ଆମ କାହା ପାଇଁ ଜନ୍ମଭୂମି ଭାରତବର୍ଷ ଉଦ୍ଦେଶ୍ୟରେ 3 ଧାଡ଼ି ଲେଖ 3 ଧାଡ଼ି ଲେଖ ଆମେ ଆମ ଜନ୍ମଭୂମି ଭାରତ ଆମ ମା ଭଳି ପୁନଶ୍ଚେତ ଜାଗା ନାହିଁ ବୋଲି ମୁଁ ଖାତାରେ ଲେଖିଛି ଦେଖ ଏଇଭଳି ପଏଣ୍ଟ କରି ଲେଖିବ ଗାରଟେ ଦେଇଦେବ ଆମ ଜନ୍ମଭୂମି ଭାରତବର୍ଷ ଆମ ମା ଭଳି। ସେକେଣ୍ଡଲି ଜନ୍ମଭୂମିର ପାଣି ପବନ ଓ ଖାଦ୍ୟ ଖାଇ ଆମେ ଜୀବନ ଧାରଣ କରୁଛୁ ପୁନଶ୍ଚେତ ଆଉ ଗୋଟେ ପଏଣ୍ଟ ଲେଖିବା ଆମ ଜନ୍ମଭୂମିର ମାନ ଓ ମହତ ରଖିବୁ। 3ଟା ଆହୁରି ଅନେକ ଲେଖିଲେ ଚଳିବ ଯେହେତୁ 3ଟି ଦେଇଛ 3ଟି ଲେଖିଦେଲେ। 5 ନମ୍ବର ମଝି ଗୋଲ ଭିତରୁ ଶବ୍ଦ ଗୁଡ଼ିକର ପ୍ରତିଶବ୍ଦ ଆଣି ସେମାନଙ୍କ ପାଖ ଘରେ ଲେଖିବା। ପ୍ରତିଶବ୍ଦ ମାନେ ଏକା ତମ ଯେମିତି ଡାକ ନା ଏବଂ ସ୍କୁଲ ନା ଜଣେ ଗୋଟେ ପିଲା ସେଇଭଳି ପ୍ରତିଶବ୍ଦ ଆମେ ଏକା ଅର୍ଥ ବୁଝାଉଥିବା ଆମେ ଶବ୍ଦକୁ ଲେଖିବା। ଜନନୀ ଆଦ୍ର କୋଉଟା ହବ ଆମର ଏଥର ମାତା ଲେଖିଦବ ମାତା ପେନସିଲ ଖାତାରେ ଲେଖିଲେ ଡଟ୍ ଲେଖିବ ବହିରେ ଲେଖିଲେ ପେନସିଲ ମୁଁ ଡଟ୍ ଲେଖିଦେଉଛି। ବିହଙ୍ଗ ବିହଙ୍ଗ ଅର୍ଥ ଚଢ଼େଇ ଦେଖ କୋଉଠି ଅଛି ଦେଖ ଚଢ଼େଇ ତ ନାହିଁ ପକ୍ଷୀ ଅଛି ଆମେ ପକ୍ଷୀ ଲେଖିଦେଲେ। ମଧୁର ମଧୁର ଅର୍ଥ ମିଠା ମିଠା କୋଉଠି ଅଛି ଦେଖ ଏଇଠି ଅଛି ଆମେ ଏଠି ଲେଖିଦେବା ମିଠା ମଧୁର ଯାହା ମିଠା ମଧ୍ୟ ସେଇଆ। ତାପରେ ଜ୍ୟୋତ୍ସ୍ନା ଜ୍ୟୋତ୍ସ୍ନା ଅର୍ଥ ଚନ୍ଦ୍ରର ରାତିରେ ଚନ୍ଦ୍ର ପଡ଼ୁଥିବା କିରଣ କୁହନ୍ତି ଜ୍ୟୋତ୍ସ୍ନା ଚନ୍ଦ୍ର କିରଣ। ବିମଳ ବିମଳ ଅର୍ଥ ସଫା ଏହାପରେ ଶଶୀ ଶଶୀ ଅର୍ଥ ଜହ୍ନ ଚନ୍ଦ୍ର ଯାହା ଶଶୀ ସେଇଆ ଜହ୍ନ ମଧ୍ୟ ସେଇଆ ଏସବୁ ପ୍ରତିଶବ୍ଦ କହନ୍ତି। ଜହ୍ନ ଜ ହ ତଳେ ନ ଭା ଜହ୍ନ ସ୍ପେଲିଂ ଠିକ୍ କଲେ ବାରମ୍ବାର ଲେଖିଲେ ସ୍ପେଲିଂ ଠିକ୍ ହବ ପରୀକ୍ଷାରେ ମଧ୍ୟ ଭଲ ମାର୍କ ମିଳିବ। ଏବେ 6 ନମ୍ବର ସେହି ଦେଶର ପଲ୍ଲୀ ପୁରେ ଆପଣା ପର ବିଚାର ନାହିଁ କ ସେହି ଦେଶର କେଉଁ ଦେଶକୁ ବୁଝାଉଛି ଲେଖିଦେବ ଫୁଲ୍ ସେଣ୍ଟେନ୍ସ ଲେଖିପାରିବ। ସେହି ଦେଶର ଅର୍ଥ ଭାରତ ଜାଗା ନାହିଁ ବୋଲି ମୁଁ ଲେଖୁନାହିଁ ଖାତାରେ ଲେଖିଲେ ଫୁଲ୍ ସେଣ୍ଟେନ୍ସ ଭାରତ ବା ଏଇଟା ଗଲା ବା ଚିହ୍ନ ବା ଭାରତ ବର୍ଷ ଭାରତ ଲେଖିଲେ ଚଳିବ ଭାରତ ବର୍ଷ ଲେଖିଲେ ଚଳିବ। ଖ ଏଠି ପଲ୍ଲୀପୁରର ଅର୍ଥ ଆମ ଦେଶର ଗାଁ ଏବଂ ସହରରେ ଲେଖିଦେବ ଏଠି ପଲ୍ଲୀପୁରେ ଅର୍ଥ ଆମ ଦେଶର ଗାଁ ଏବଂ ସହରରେ। ଗ ଆପଣା ପର ବିଚାର ନାହିଁର ଅର୍ଥ ମାନେ ପର ଆପଣା ଭେଦଭାବ ନାହିଁ ପର ଆପଣା ଭେଦଭାବ ନାହିଁ। ତୁମମାନେ ମଧ୍ୟ ଲେଖିପାରିବ ଆମ ଦେଶର ଲୋକମାନଙ୍କ ମଧ୍ୟରେ ପର ଆପଣା ଭେଦଭାବ ନାହିଁ। ଆପଣା ପର ବିଚାର ନାହିଁ ଅର୍ଥ ଆମ ଦେଶର ଲୋକମାନଙ୍କ ମଧ୍ୟରେ ପର ଆପଣା ଭେଦଭାବ ନାହିଁ। ଫୁଲ୍ ସେଣ୍ଟେନ୍ସ ଲେଖିଲେ ଖାତା ଲେଖିବ ଏଠି ଜାଗା ନାହିଁ ବୋଲି କମ୍ ଲେଖିଦେଲି। 7 ନମ୍ବର କୋଠରୀ ଭିତରୁ ଶବ୍ଦ ଆଣି ଶୂନ୍ୟସ୍ଥାନ ପୂରଣ କର ଏବେ ତାକୁ ପଢ଼। ସାରା ଡ୍ୟାସ୍ରେ ଆମ ଡ୍ୟାସ୍ କୋଠରୀରେ ଅଛି ଗୀତ ଚକିତ ଜଗତ ଭାରତ ଫାଷ୍ଟ ଲେଖ ସାରା ଜଗତ ରେ ଆମ ଭାରତ ଶୁଣାଇ ସଭିଙ୍କୁ ଶାନ୍ତିର ଗୀତ ପୃଥିବୀବାସୀଙ୍କୁ କରେ ଚକିତ।
ଆଶରେ ରଖିବା ତାର ମହତ। ଏପରେ 8 ନମ୍ବର, ଯେପରି ମଧୁର ଗାନ ସେହିପରି ତଳ ବନ୍ଧନୀ ମଧ୍ୟରୁ ଶବ୍ଦ ଆଣି ଚିତ୍ରର ଦୁଇ ପାଖ ଘରେ ଲେଖ। ଏଇଟା ଚିତ୍ର ଆଣିବ, 4ଟା ଚିତ୍ର ଦେଇଛି, 4ଟା ଘର ଦେଇଛି, ଏପଟରୁ ଏପଟ ଲେଖିବା। ପ୍ରଥମେ ଲେଖିପାରିବା, ଏ ଗୋଟେ ଜଙ୍ଗଲ ଭଳିଆ ହେଇଛି, ତାହେଲେ ଲେଖିବ କ'ଣ? ଗହନ। ଗହନ, ଏପଟେ ଲେଖିବ ବନ। ଗହଳିଆ, ବନ ଅର୍ଥ ଜଙ୍ଗଲ, ଗହଳିଆ ଜଙ୍ଗଲ। ଏ ଦେଖ ଲତା ଭଳିଆ ହେଇଛି, ଏଠି ଲେଖିବ ଗହଳ ଲତା। ଏଠି ଆମର ଶ୍ୟାମଳ ତରୁ। ସାଗର, ସମୁଦ୍ର ଯୋଉ କୁହନ୍ତି ସେଟା ନୀଳ ସାଗର। ନୀଳ ସାଗର। ବର୍ତ୍ତମାନ ଏ ଯୋଉ କୋଠର ଯେତିକି ସବୁ ଥିଲା ଆମେ ଚିତ୍ର ଦେଖିକି ଲେଖିଦେଲେ। 9 ନମ୍ବର, ଯେପରି ଖେଳି ଖେଳି ହୁଏ ଖେଳି ଖେଳିକା ସେହିପରି କ'ଣ ହବ? ହସି ହସିରୁ ହସି ହସିକା, ଖାଲି ଲାଷ୍ଟ ଖାଲି କା ଲେଖିଦେବା। ହସି ହସିକା। ନାଚି ନାଚିକା। ବସି ବସିକା। ଗାଇ ଗାଇରୁ ଗାଇ ଗାଇକା। ଏବେ 10 ନମ୍ବର, କାହାର କାହା ସହିତ ସମ୍ପର୍କ ଅଛି ଗାରଟାଣି ଦେଖାଅ। ଜନନୀ ଯେପରି କୋଳ ଗାର ଟାଣିଛି ସେହିପରି ଶଶୀ ଅର୍ଥ କାହା ସହିତ ସମ୍ପର୍କ ରହିଛି? ଶଶୀ ହେଲା ଜହ୍ନ, ତାର ଜ୍ୟୋତ୍ସନା, ତାର କିରଣ କୁହନ୍ତି ଯୋଉଟା। ସାଗର ଲହରୀ ନା ଗାନ ନା ଖରା? ସାଗର ଲହରୀ, ଲହରୀ ସାଗର ସମୁଦ୍ର ଲହରୀ ହୁଏ। ବିହଙ୍ଗ, ବିହଙ୍ଗ ଅର୍ଥ ଚଢ଼େଇ। ବିହଙ୍ଗ କ'ଣ କରେ? ଖରା ହବ ନା ଗାନ ହବ? ବିହଙ୍ଗ ଚଢ଼େଇ ଗୀତ ଗାଏ, ବିହଙ୍ଗ ଗାନ। ରହିଗଲା କ'ଣ? ଖରା। 11 ନମ୍ବର, ପଦ୍ୟରେ ଯେପରି ଶବ୍ଦ ଗୁଡ଼ିକ ପଢ଼ିଲେ ତାକୁ କଥାରେ ଲେଖିବା। ଗୀତରେ କଥାରେ। ଜନମ କିନ୍ତୁ କଥାରେ କଲେ ଜନ୍ମ। ପରାଣ, ତାକୁ କଥାରେ ଲେଖିବା ପ୍ରାଣ। ଦେଖ ପ୍ରାଣ। ତାପରେ ଅଛି ଜ୍ୟୋତ୍ସନା, ତାକୁ ଆମେ କଥାରେ ଲେଖିଲେ ଜ୍ୟୋତ୍ସ୍ନା। ଦେଖ ଭଲ ସ୍ପେଲିଂଟା ଦେଖ, କ୍ଲିୟର କରି ଲେଖି ଦଉଛି। ବର୍ଗେଜରେ ଉପରେ ଜ୍ୟୋତ୍ସ୍ନା, ଦନ୍ତେଶ ଦବ, ଏଇଟା 6 ତାପରେ 9, 6 ତାପରେ 9 ତାପରେ ଆକାର ଜ୍ୟୋତ୍ସ୍ନା। ଦେଖିଲ ସ୍ପେଲିଂ, ତାକୁ କେମିତି ଲେଖାଯାଉଛି? ବାରମ୍ବାର ଏଟାକୁ ଲେଖ ଜ୍ୟୋତ୍ସ୍ନା। ଏଇଟା ବେଶୀ ଟିକେ ପରୀକ୍ଷାରେ ଆସେ, ଜ୍ୟୋତ୍ସ୍ନା। ସ୍ନେହର ସ୍ନେହ, ସ୍ନେହ ହେଇଗଲା ଆମର 11 ନମ୍ବର କମ୍ପ୍ଲିଟ୍। 12 ନମ୍ବର, ତଳେ ଥିବା ଚିତ୍ରଟିକୁ ଦେଖି ତା ବିଷୟରେ 5ଟି ଧାଡ଼ି ଲେଖିବା। ଏଇଟା ଦେଖିପାରୁ ଚିତ୍ର ଜଙ୍ଗଲରେ ରହିଛି କି ବାଘ ବା ଟାଇଗର, ତାକୁ 5 ଧାଡ଼ି ଲେଖିବା। ପ୍ରଥମେ ଲେଖିବା ଆମେ, ଏହା ଆମର ଜାତୀୟ ପଶୁ। ଜାତୀୟ ପଶୁ ଆମର କିଏ? ନା ବାଘ। ସେକେଣ୍ଡରେ ଲେଖିବ, ଏହା ଜଙ୍ଗଲରେ ରୁହେ। କି ଗାଁରେ ରହିବ କି? ଗାଁ ବା ସହରରେ? ନା, ଏହା ଜଙ୍ଗଲରେ ରୁହେ। ଜଙ୍ଗଲରେ ରୁହେ। ଏହା ଏକ ଭୟଙ୍କର ଜୀବ। ଏହା ଏକ ଭୟଙ୍କର ଜୀବ। 3ଟା ପଏଣ୍ଟ ଲେଖିଦେଲେ, 4ଟା ପଏଣ୍ଟ ଲେଖିବା। ଏହା ଅନ୍ୟ ଜୀବମାନଙ୍କୁ ମାରିକି ଖାଏ। ଜୀବମାନଙ୍କୁ ମାରି ଖାଏ। ସବୁବେଳେ ପୂର୍ଣ୍ଣଚ୍ଛେଦ ଦଉଥିବ। ଏହା খুব জোরে দৌড়ি পারে। খুব জোরে দৌড়ି পারে। ଚାହିଁଲେ ବି ଅନ୍ୟ ଲେଖିପାରିବ, ଅନେକ ଗୁଡ଼ିଏ। 5 ଧାଡ଼ି ହେଇଗଲା। ବର୍ତ୍ତମାନ ଆମର ପ୍ରଥମ ବିଷୟର ପ୍ରଶ୍ନୋତ୍ତର ସରିଗଲା। ଭିଡ଼ିଓଟି କିପରି ଲାଗିଲା କମେଣ୍ଟରେ ଜଣାଇବ। ରହୁଛି, ଜୟ ଜଗନ୍ନାଥ। ଏହାପରେ ଆମେ ଆଶରେ ଧରିବା ଜହ୍ନର ପ୍ରଶ୍ନୋତ୍ତର କରିବା।